ଏଟା ତାଙ୍କର ସ୍ୱପ୍ନ ଦେଖିବାକୁ କାହାକୁ ମନା କରାଯାଇ ନପାରେ। ଏବେ ଭୁବନେଶ୍ୱର ଏବଂ ସମ୍ବଲପୁରରେ ତାଙ୍କର କେତେ ଶକ୍ତି ଅଛି, କେତେ ସାମର୍ଥ୍ୟ ଅଛି ଏବଂ ଭବିଷ୍ୟତର ତାଙ୍କର ପାର୍ଟି କେତେ ଗ୍ରହଣୀୟ ହବ। ଯେମିତି ବେଲ ପାଚିଲେ କାଉର କିଛି ଲାଭ ନାହିଁ, କଂଗ୍ରେସର କିଛି ଲାଭ ନାହିଁ। ଆମେ ତ ରାଜ୍ୟସଭାରେ ବିଜେଡି ସହିତ ନିର୍ବାଚନ ବୁଝାମଣା କରିନୁ। ସେ ଇଣ୍ଡିଆ ଗଠବନ୍ଧନ କରିବେ, ସୁଜାତା ମ୍ୟାଡାମ ନେତୃତ୍ୱ ନେବେ, କିଏ କହୁଛି ନବୀନ ପଟ୍ଟନାୟକ ନେତୃତ୍ୱ ନେବେ। ଏଟା ତାଙ୍କର ସ୍ୱପ୍ନ ଦେଖିବାକୁ କାହାକୁ ମନା କରାଯାଇ ନପାରେ। ତାଙ୍କର ଯୋଉ ଦିଟା ରାଲି କରିଥିଲେ ଏବେ ଭୁବନେଶ୍ୱର ଏବଂ ସମ୍ବଲପୁରରେ, ସେ ର୍ୟାଲିରୁ ତାଙ୍କର କେତେ ଶକ୍ତି ଅଛି, କେତେ ସାମର୍ଥ୍ୟ ଅଛି ଏବଂ ଭବିଷ୍ୟତର ତାଙ୍କର ପାର୍ଟି କେତେ ଗ୍ରହଣୀୟ ହବ ତା ପ୍ରମାଣିତ ହେଇଯାଇଛି। ତ ସେମାନେ ଯେମିତି ବେଲ ପାଚିଲେ କାଉର କିଛି ଲାଭ ନାହିଁ, କୋଉ ଜାଗାରେ କଣ ହେଲେ ବି କଂଗ୍ରେସର କିଛି ଲାଭ ନାହିଁ। କଂଗ୍ରେସକୁ ଓଡ଼ିଶାବାସୀ ଗ୍ରହଣ କରିବାର ସ୍ଥିତିରେ ନାହାନ୍ତି। ଏକ ଦୁଇରେ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଆଇଲେ, ୟା ଦ୍ୱାରା ସେମାନେ ଖୁସି ହଉଥାଇ ପାରନ୍ତି। ମୁଁ କୌଣସି ତାଙ୍କର ରାଜନୈତିକ ସେ ଏମପି ଥିଲେ ନା ଏମଏଲଏ ଥିଲେ ନା ରାଜନୈତିକ ଯୋଗ୍ୟତା ନା ଦକ୍ଷତା କଣ ଅଛି ତାଙ୍କର ଯେ ସେ ଭଲ ଫଳାଫଳ କରିବେ। ଓଡିଶାର 30ଟା ଜିଲ୍ଲାର ନାଁ ଧରି ପାରିବେନି। ତ ଏଇ ସବୁ କଥା ଗୁଡାକ କେବଳ ଗୋଟେ ପ୍ରହଳିକା ଖାଲି ସୃଷ୍ଟି କରୁଛନ୍ତି, କିଛି ଏଥିରେ କିଛି ଲାଭ ନାହିଁ। ଆଉ ରହିଲା ବିଜେପି କଥା, ବିଜେପିରେ ଆମେ ଯୋଉ ଯୋଉ ଜିନିଷ କହିଥିଲୁ ତା ଗୋଟେ ପରେ ଗୋଟେ ଆମେ କରି ଯାଉଛୁ ଏବଂ ଆମେ 5 ବର୍ଷ ପରେ ଆମେ ଯୋଉ ନିର୍ବାଚନ ଇସ୍ତାହାର ଦେଇଥିଲୁ ସେ ନିର୍ବାଚନ ଇସ୍ତାହାରକୁ ଆମେ ପୁରାପୁରି କାର୍ଯ୍ୟକାରୀ କରିବୁ। ସେମାନେ ଗୋଟେ ପରୋକ୍ଷରେ କହିବା ପାଇଁ ଚାହିଁଛନ୍ତି ଭକ୍ତଦାସ ଯେ ଆଗାମୀ ସମୟରେ ବିଜେଡି ଆଉ ବିଜେପି ମେଣ୍ଟ ହବ, ସେଇ ଆଡକୁ ଇସାରା କରୁଛନ୍ତି, ଆଉ ଯୋଉଟା ଏ ବର୍ତ୍ତମାନର ସାମ୍ପ୍ରତିକ ରାଜନୈତିକ ସ୍ଥିତି ସୂଚାଉଛି ବୋଲି। ଆମେ ତ ରାଜ୍ୟସଭାରେ ବିଜେଡି ସହିତ ନିର୍ବାଚନ ବୁଝାମଣା କରିନୁ ନା, କଂଗ୍ରେସ ବାଲା କରିଥିଲେ। ତ ଆମେ ସେ ଯେମିତି କହିଲେ, ତ ତାଙ୍କର ଯୋଉ ଚାରିତ୍ରିକ ଜିନିଷ ଦେଖାଯାଉଛି, ସବୁ ଅଣ ବିଜେପି ଦଳ ଯୋଉମାନେ ବିଜେପି ବିରୁଦ୍ଧରେ ଅଛନ୍ତି ସମସ୍ତେ ଏକଜୁଟ ସେ ଇଣ୍ଡିଆ ଗଠବନ୍ଧନ କରିବେ କି କଣ କରିବେ ସେମାନେ ନିଷ୍ପତ୍ତି କରିବେ। ଆମେ ତ କାହା ସହିତ ଯିବାର ନାହିଁ ନା, ଆମେ ତ ଅଛୁ, ଆମେ ଏକୁଟିଆ ଜିତିଛୁ। ଏକୁଟିଆ ଯଦି ଆମେ ଜିତି ପାରିବୁ ତାହେଲେ ଅନ୍ୟର ସାହାଯ୍ୟ ନେବାର ଆମର କଣ ଆବଶ୍ୟକତା ଅଛି। ସୁଜାତା ମିଶିବା ବେଳେ ହୁଁ। ନବୀନ ବାବୁଙ୍କୁ କହିବାକୁ ପଡିଲା ଯେ ନବୀନ ବାବୁଙ୍କୁ କାହିଁକି କହିବାକୁ ପଡିଲା ଯେ 2038 ମୋ ନେତୃତ୍ୱରେ ଲଢ଼ାଯିବ, ଅନେକ ନେତା ମିଶିକି କେବେ କହିନଥିଲେ। ନବୀନ ବାବୁ ନିଜେ କନଫ୍ୟୁଜଡ ଅଛନ୍ତି ଯେ କାହାର ନେତୃତ୍ୱରେ ଲଢ଼ାଯିବ, ପାର୍ଟିର ନେତୃତ୍ୱ କିଏ, ସେଥିପାଇଁ ସେ କଥାଟା କହିଲେ। କର୍ମୀ କର୍ମୀ ବର୍ତ୍ତମାନ ବି ଦ୍ୱନ୍ଦ୍ୱରେ ଅଛନ୍ତି। କର୍ମୀ ବର୍ତ୍ତମାନ କିଏ ତୁମେ କହୁଛ, ମାନେ ଅନ୍ୟମାନେ କହୁଛନ୍ତି ସୁଜାତା ମ୍ୟାଡାମ ନେତୃତ୍ୱ ନେବେ, କିଏ କହୁଛି ନବୀନ ପଟ୍ଟନାୟକ ନେତୃତ୍ୱ ନେବେ। ତ ନେତୃତ୍ୱ କିଏ ନେବ ଯେ ପ୍ରଥମେ ସେମାନେ ନିଷ୍ପତ୍ତି କରିଦିଅନ୍ତୁ, ତାପରେ ଶୁଣନ୍ତୁ, ଭେଟିବାର କିଛି ମନା ଅଛି କି? କଂଗ୍ରେସ ନେତା ମାନେ ମାନଙ୍କୁ କଂଗ୍ରେସ କର୍ମୀ ମାନେ ଭେଟୁ ନାହାନ୍ତି କି? ଲୋକ ଗ୍ରହଣ କଲେ ସେ ନା। କାର୍ତ୍ତିକେୟନ ର କଣ ସାକ୍ରିଫାଇସ ଏମିତି ଅଛି ଯେ ସୁଜାତା କାର୍ତ୍ତିକେୟନଙ୍କର ଓଡିଶାବାସୀଙ୍କ ପ୍ରତି ତାଙ୍କୁ ଗ୍ରହଣ ଗୋଟିଏ କଥା କଣ ସାକ୍ରିଫାଇସ ଅଛି ଓଡିଶା? ସାଧାରଣ କର୍ମୀ ହିସାବରେ ନବୀନ ବାବୁ ସେନା କହିଲେ ଜଏନ କଲେ, କିନ୍ତୁ ଆମେ ଦେଖୁଛୁ ବିଜେଡି ବେଶ ଏବେ ଉତ୍ସାହିତ ବହୁତ ବଡ ବଡ ନେତା ଯେମିତି ଆଜି ବ୍ରହ୍ମପୁର କଟକର ସଞ୍ଜୟ ଦାସ ବର୍ମାଙ୍କ ପାଖରୁ ଆରମ୍ଭ କରି, କିନ୍ତୁ ସେଟା ସାଧାରଣ ତାଙ୍କ ଦଳୀୟ ମ୍ୟାଟର। ଦିନେ ଯେତେବେଳେ ତାଙ୍କର ପତି ସମଗ୍ର ଓଡିଶାକୁ ପରିଚାଳନା କରୁଥିଲେ, ସେଥିରେ ସେ ଭାବୁଛନ୍ତି କି ତାଙ୍କର ପତିଙ୍କର ଜରିଆରେ ତାଙ୍କର ପତ୍ନୀ ଓଡିଶାକୁ ପରିଚାଳନା କରିବେ। ଆଉ କେବଳ ନା ହବ ସୁଜାତା କାର୍ତ୍ତିକେୟନ, କିନ୍ତୁ ଯୋଉ ପାଣ୍ଡିଆନ ଯୋଉ ଭଳିଆ ଶାସନ ଦୀର୍ଘ ଦିନ ଦେଇକରି ଓଡିଶାକୁ ଦେଇଥିଲେ, ସେଇଭଳିଆ ଶାସନ ସେଇଭଳିଆ ଯିବ। କେବଳ ଛାୟା ରହିବେ ସୁଜାତା, ବାକି ସବୁ କାମ କରିବେ ପାଣ୍ଡିଆନ। ନବୀନ ପଟ୍ଟନାୟକଙ୍କ ସମୟରେ ବି ସବୁ କାମ ତ ସେଇ କରୁଥିଲେ ନା। ତ ଏଇଟା ବିଜେଡି ପାର୍ଟି ମତେ ଆଗାମୀ ଦିନରେ ଉଧେଇବ ଆଉ ଭଳିଆ ଲାଗୁନି। କଂଗ୍ରେସ ଉଧେଇବନି କି ବିଜେଡି ଉଧେଇବ। କର୍ମୀ ଅଛନ୍ତି କୁଆଡେ ଯେ ଉତ୍ସାହିତ ହେବେ? କର୍ମୀ ତ ସବୁ କୁଆଡେ କୁଆଡେ ପଳେଇଲେଣି। କର୍ମୀ କୋଉଠି ଅଛନ୍ତି କୁହନ୍ତୁ? ବିଜେଡି ଏବେ ରାଲିଟେ କରୁ ଭୁବନେଶ୍ୱରରେ, କେତେ କର୍ମୀ ଆଇବେ ତାଙ୍କର,
ଆଉ ଯାହା କିଛି ଥିଲା ସେମାନେ ଯୋଉ ଟ୍ରଷ୍ଟ କରିକିରି ତାଙ୍କର କେତେ ଟଙ୍କା ହେତିକି ଟଙ୍କା ଆଇଲାକୁ ତାହେଲେ ଯଦି ଟ୍ରଷ୍ଟରେ ଏତିକି ଟଙ୍କା ନବୀନ ବାବୁଙ୍କ ପାଖରେ କେତେ ଟଙ୍କା ପାଣ୍ଡିଆନ ବାବୁଙ୍କ ପାଖରେ କେତେ ଟଙ୍କା ଆଉ ପ୍ରେମଚନ୍ଦ ବାବୁ ପାଖରେ କେତେ ଟଙ୍କା ପ୍ରେମଚନ୍ଦ ବାବୁଙ୍କର ପୁଅ ପାଖରେ କେତେ ଟଙ୍କା ସବୁ କେତେ କେତେ ଟଙ୍କା ସବୁ ଅଛି ଖୋଲତାଡ଼ କରିବାର କଥା। ଦେଖନ୍ତୁ ଏଇଟା ତ ଟସଲ ଚାଲିବ ଗୋଟିଏ ଲୋକ ରାତି ରାତି ଆସିକରି ଗୋଟିଏ ପାର୍ଟିର ନେତୃତ୍ୱ ନେଇଯିବ ଆଉ ବାକି ମାନେ ସମସ୍ତେ ଦେଖୁଥିବେ ଏଇଟା କେବେ ବି ଗୋଟିଏ ଲୋକକୁ ଗ୍ରହଣୀୟ ହେବ। ଅନେକ ଲୋକ ଅଛନ୍ତି ରାଜା ସ୍ୱାଇଁ କଣ ଗ୍ରହଣ କରିଦେବେ ଏମିତିଆ ବହୁତ ଲୋକ ଅଛନ୍ତି। ଜିଲ୍ଲା ମୁଁ ସଭାପତିଙ୍କ ଷ୍ଟ୍ରାଟେଜି ବିଷୟରେ ଜାଣିନାହିଁ କିନ୍ତୁ ବିଜେପି ପାର୍ଟିରେ ସମସ୍ତେ ଜଣେ ଜଣେ କର୍ମୀ ମନମୋହନ ସାମଲ ବି ଜଣେ କର୍ମୀ ଆଉ ଜୟନାରାୟଣ ମିଶ୍ର ବି ଗୋଟେ କର୍ମୀ ଆଉ ବାକି ତଳ ସ୍ତରରେ ବୁଥ ସ୍ତରରେ କାମ କରୁ ଆମେ ମାନେ ସମସ୍ତଙ୍କର ସମନ୍ୱୟରେ କାମ ଆଉ ଗୋଟେ ସମସ୍ତଙ୍କର ଗୋଟେ ସାମୂହିକ ନିଷ୍ପତ୍ତି ତ ମତେ ଲାଗୁନି ଯେ କିଛି ଖରାପ ହବ ଯୋଉଟା ମନମୋହନ ବାବୁ କରୁଛନ୍ତି ବହୁତ ଭଲ କରୁଛନ୍ତି ଆକୁ ଆଉ ଦେଖନ୍ତୁ ସେ ଫାଇଲ ଟାକୁ କୌଣସି ହିସାବରେ ବାହାର କରିବାର ଆବଶ୍ୟକ ଆଉ ସେ ଫାଇଲ ଯଦି ନ ମିଳିବ ଯଦି ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କର ସରସ୍ୱତୀଙ୍କର ହତ୍ୟାକାଣ୍ଡର କୌଣସି ଦିଗ ବାହାରେ ଏବଂ ଏଇ ସରକାର ହେଲା ଦିନଠୁ ଏବଂ ପୂର୍ବରୁ ବି ମୁଁ ତିନିଟି ଚାରିଟି ହତ୍ୟାକାଣ୍ଡର ବିଷୟରେ ସିବିଆଇ କୁ ଦବା ବିଷୟରେ ମୁଁ କହି ଆସୁ ଏକ ନବଦାସ ହତ୍ୟାକାଣ୍ଡ ମଧ୍ୟ ସିବିଆଇ ତଦନ୍ତ ପରିସରକୁ ଆଇବ। 2 ନମ୍ବର ଜିନିଷ ହେଲା ଯେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ସିବିଆଇ ର ତଦନ୍ତ ପରିସରରେ ଆସିବା କଥା ଆଉ ଏଇ ଯୋଉ କଳାହାଣ୍ଡିର ମମିତା ରୋଟା ବି ମମିତା ଏବଂ ତାର ଆଉ ଜଣେ ଯୋଉ ଜେଲ ଭିତରେ ମୃତ୍ୟୁ ହେଲା ସେଟା ବି ହବା କଥା ଆଉ ବଡ ଏଇ ଯୋଉ ମାହାଙ୍ଗା ଟ୍ରିପଲ ମର୍ଡର କଥା ବି ଆସିବା କଥା ଇଏ ଆମର ନୟାଗଡ଼ର ଯୋଉ ପରୀ ହତ୍ୟାକାଣ୍ଡ ବି ଏସବୁ ଗୁଡାକ ପୁନର୍ବାର ହବା କଥା ଏବଂ ଯୋଉମାନେ ପ୍ରକୃତରେ ଦୋଷୀ ତାର ଉପରେ କାର୍ଯ୍ୟାନୁଷ୍ଠାନ ଆଜ୍ଞା ଫାଇଲଟି ଗାୟବ ଫାଇଲଟି ମନେକର ଗୋଟିଏ ଫାଇଲ ମୁଁ ଡିଲିଂ ଆସିଷ୍ଟ ତ ସେ ଫାଇଲଟା ସେ କାହା ପାଖକୁ ଯାଉଛି ସେ ଖାତାରେ ରେଜିଷ୍ଟର୍ଡ ହବ ଚୋରି କେମିତି ଏଇଟା ମତେ ତ କାହିଁ ବିଶ୍ୱାସ ହଉନି ଚୋରି ଯଦି ହେଇଥିବ ବୋଲେ ଯାହା ଯୋଉମାନେ ଚୋରି କରିଛନ୍ତି ତାଙ୍କ ନାଁ ତ ରେଜିଷ୍ଟରରେ ଥିବ ନା ତାର ଉପରେ ଇମିଡିଏଟ ଆକ୍ସନ ହବାର କଥା ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଅନେକ ତଥ୍ୟ ବାହାରିବ ତାକୁ ପୁଲିସ କଷ୍ଟଡିରେ ନେଇକି ତାକୁ ତଦନ୍ତ କରିବାର କଥା ଛାନବିନ ହଉଛି ବାହାରିବ ଫାଇଲ କୁଆଡେ ଯିବ ଚିରି ଚାରି ଦେଇଥିବେ କଣ କରିଥିବେ କିନ୍ତୁ ଫାଇଲ ଟା ବାହାରିବ ଫାଇଲ କିଏ ନେଇଛେ କଣ ବାହାରିବ ରେକର୍ଡ ମେଣ୍ଟେନ ହୁଏ ଗୋଟେ ଅଫିସରେ ଆପଣ ମାନେ ବି ଗୋଟିଏ ନ୍ୟୁଜଟେ ଦେଲେ କିଏ ଏଇ ନ୍ୟୁଜ ଟା ଦେଇଛି ଏଇଟା କଣ ଆପଣଙ୍କର ଏଇଠି ରେକର୍ଡ ହଉନାହିଁ ଫାଇଲଟା ମନେକର ଏ ଫାଇଲଟା କୋଉ ସେକ୍ସନରେ ଡିଲିଂ କ୍ଲାର୍କ କିଏ ତାର ଡିଲିଂ ଅଫିସର୍ସ କିଏ କଣ ରେକର୍ଡ ନଥିବ ଫାଇଲଟା ମନେକର କିଏ ମାଗିଲା ରେଜିଷ୍ଟରରେ ନଥିବ କିଏ ଫାଇଲ କଲଫର କଲା ଲୋକର ନାଁ ଥିବ ସେ ଫେରେଇଲା କି ନାହିଁ ତାର ନାଁ ଥିବ ଆମେ ବି କିଛି ଦିନ ପ୍ରଶାସନରେ ଥିଲୁ ଆମେ ମାନେ ବି ଯୋଉ ଆମର ହିସାବରେ ହୁଏତ ଫାଇଲ ଏପଟ ସେପଟ ହେଇଯାଇଥାଇପାରେ କିନ୍ତୁ ଫାଇଲ ଚୋରି ହବାଟା ମତେ କାହିଁ ଗ୍ରହଣ ଲାଗୁନାହିଁ ବିଶେଷ କରି ତଦନ୍ତ କଲେ ନିଶ୍ଚିତ ଭାବରେ ଜଣା ପଡିବ। ନବୀନ ବାବୁ ନିଅନ୍ତୁ କି ଯିଏ ମୁଖ୍ୟମନ୍ତ୍ରୀ ଥିଲା ବେଳେ ନିଅନ୍ତୁ ଫାଇଲ ଯଦି ଚୋରି ହେଇଛି କି ଫାଇଲ ର କୌଣସି ଗୋଟିଏ ଆଲଫାବେଟ ବି ଚେଞ୍ଜ କରାହେଇଛି ତାହେଲେ ତାର ଉପରେ କାର୍ଯ୍ୟାନୁଷ୍ଠାନ ଆଜ୍ଞା ବିଜେଡି ଗଭର୍ଣମେଣ୍ଟ ତ ଟୋଟାଲ ମତେ ଗୋଟେ ହତ୍ୟାକାଣ୍ଡରେ ମୁଁ ଯୋଉ ଲୋକ ମରିଛି ତାକୁ ଏବଂ ସେ ସମୟର ଯିଏ ଭୀମସାରର ଡାଇରେକ୍ଟର ଅଛନ୍ତି ସେ କହୁଛନ୍ତି ସେ ସମ୍ପୂର୍ଣ୍ଣ ଭାବରେ ଠିକ ତାର ମୁଣ୍ଡରେ କେବଳ ଗୋଟିଏ ଆଘାତ ଥିଲା ଷ୍ଟିଜ୍ ହେବା ଭଳିଆ ଅବସ୍ଥା ତାକୁ କଟକ ସିଫ୍ଟ କରିକିରି ତାକୁ କେମିତି କଣ କଲେ ତା ଉପରେ ବି ତଦନ୍ତ ହବା କଥା ନା ତ ତାଙ୍କର ବିଜେଡି ଗଭର୍ଣମେଣ୍ଟର ସବୁ କଥା ଦେଖନ୍ତୁ ଗୋବିନ୍ଦ ସାହୁର ହତ୍ୟାକାଣ୍ଡ ମାହାଙ୍ଗା ହତ୍ୟାକାଣ୍ଡ ଏ ସବୁ ଗୁଡାକ ଗୋଟେ କନସ୍ପିରେସି ଭଳିଆ ଲାଗେ ସବୁ ଗୁଡାକ ତାଙ୍କର ନବ ଦାସ ହତ୍ୟାକାଣ୍ଡ ଏଇଟା ସମ୍ପୂର୍ଣ୍ଣ ଭାବରେ ଗୋଟେ ଗୋଟେ ମାନେ ଏଇଟା ଗୋଟେ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣା ପଡେ ତ ଏଇଟା ଏମାନଙ୍କର ସବୁବେଳେ ମାନେ ଏ ପ୍ରକାର କରିକି ଆଜି ଗୋଟେ ନୂଆ କଥା ଏମାନଙ୍କ ପାଇଁ ଠିକ